आज भगवद गीता कार्यक्रम आरंभ करवा आसतु प्रथम प्रेयर करवा। ओम नमो विष्णु। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतिषे नमः। हे कृष्ण करुणा सिंधु दीनबंधु जगतपते भुवीश गोपिका कांत श्री राधा कांत नमस्तुते। तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छा कल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्णा 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। आमे आज नवा 44 पर्यंत आमे कंप्लीट करिचे। 45 नंबर श्लोक नवा। श्लोकटी এই বড়ি। त्रैगुण्य विषया वेदा निस्त्रैगुण्यो भवार्जुन निर्द्वन्द्व नित्य सत्वस्थ निर्जोग क्षेम आत्मवान। ଏଠି କହୁଛନ୍ତି ତ୍ରୈଗୁଣ୍ୟ ବିଷୟ ବେଦ ମାନେ ଏଇ ଯୋଉ ବେଦ ये ତିନି ଗୁଣ ସମ୍ବନ୍ଧୀୟ। ପ୍ରକୃତିରେ ଯୋଉ ତିନି ଗୁଣ ଅଛି ସେଇ ତିନି ଗୁଣ ସମ୍ବନ୍ଧୀୟ କୃଷ୍ଣ କହୁଛନ୍ତି। ନିସ୍ତ୍ରୈଗୁଣ୍ୟ ଭବ ଅର୍ଜୁନ ଏଇ ତିନି ଗୁଣରୁ ଊର୍ଦ୍ଧ୍ୱକୁ ଉଠିବାକୁ ଚେଷ୍ଟା କର। ନିର୍ଦ୍ୱନ୍ଦ ନିତ୍ୟ ସତ୍ୱସ୍ତ ଦ୍ୱନ୍ଦ୍ୱରୁ ମୁକ୍ତ ହୁଅ। ସତ୍ୟ ମାନେ ନିତ୍ୟ ସତ୍ୱସ୍ତ ଆଧ୍ୟାତ୍ମିକ ସ୍ତରରେ ରୁହ। ନିର୍ଯୋଗ କ୍ଷେମ ମାନେ ଲାଭ ଆଉ ନିରାପତ୍ତା ଏ ବିଷୟ ଚିନ୍ତା କର ନା। ଆତ୍ମବାନ ଆତ୍ମ ମାନେ ଆତ୍ମାରେ ଅବସ୍ଥାନ କର ଅର୍ଥାତ୍ ସେଲ୍ଫ ରିଅଲାଇଜ୍ଡ ହୁଅ। ଆତ୍ମ ଅନୁଭୂତି ହେଉ এই ବିଷୟ କହୁଛନ୍ତି। ତେବେ କାହିଁକି କୃଷ୍ଣ ଏ ଶ୍ଲୋକଟିକି ନେଇକି ଆସିଲେ ତାର ବ୍ୟାକଗ୍ରାଉଣ୍ଡ କଣ? ସମସ୍ତେ ମ୍ୟୁଟ ରଖିବେ। ତେବେ ୟା ଜଷ୍ଟ ପୂର୍ବରୁ କୃଷ୍ଣ କହୁଥିଲେ ବ୍ୟବସାୟାତ୍ମିକ ବୁଦ୍ଧି ଇଣ୍ଟେଲିଜେଣ୍ଟ ପର୍ସନ କିଏ ଯାହାର କୃଷ୍ଣ ଭକ୍ତି ପ୍ରତି ଅତୁଟ ବିଶ୍ୱାସ ବା ଦୃଢତା ଅଛି। এই ଦୃଢତା କୃଷ୍ଣ ଭକ୍ତିର ଦୃଢତା ହଉଛି ବ୍ୟବସାୟାତ୍ମିକ ବୁଦ୍ଧି ଏବଂ ଯାହା ପାଖରେ ଅଛି ତାକୁ ଇଣ୍ଟେଲିଜେଣ୍ଟ ପର୍ସନ ବୋଲିକି ବୁଦ୍ଧିମାନ ବୋଲିକି କହୁଛନ୍ତି କୃଷ୍ଣ। ଆଉ କେତେକ ଜଣ ଅଛନ୍ତି ଅଳ୍ପ ବୁଦ୍ଧିଆ। କାହିଁକି ତାଙ୍କୁ କହୁଛନ୍ତି ଅଳ୍ପ ବୁଦ୍ଧିଆ? ନା ସେମାନେ ମାନେ ଏ ଯୋଉ କର୍ମକାଣ୍ଡର ବେଦର ଯୋଉ କର୍ମକାଣ୍ଡ ମଧୁର କଥା ଗୁଡ଼ିକ ଲେଖା ହେଇଛି ସେଥିରେ ଭାସି ଯାଇଛନ୍ତି, ପ୍ରଲୋଭିତ ହେଇଛନ୍ତି ଏବଂ କୋଉଥିପାଇଁ? ଭୋଗ ଐଶ୍ୱର୍ଯ୍ୟ। ଭୋଗ ଐଶ୍ୱର୍ଯ୍ୟ ପ୍ରସାକ୍ତାନା ଭୋଗ ଆଉ ଐଶ୍ୱର୍ଯ୍ୟ ଏ ଦୁଇଟି ପ୍ରତି ତାଙ୍କର ଆସକ୍ତି। ସେଥିପାଇଁ ତାଙ୍କୁ ଲେସ୍ ଇଣ୍ଟେଲିଜେଣ୍ଟ କହୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଯୋଉ କର୍ମକାଣ୍ଡ ବା ସକାମ କର୍ମ କଥା ଲେଖା ହେଇଛି ବେଦରେ ଏବଂ ଭୋଗ ଐଶ୍ୱର୍ଯ୍ୟର ବଶବର୍ତ୍ତୀ ହେଇ ସେଇ ସକାମ କର୍ମ ବା କର୍ମକାଣ୍ଡ ଆମେ କରୁଛେ ଏ ତ ବେଦରେ ଲେଖା ହେଇଛି। କାହିଁକି ଲେଖା ହେଇଛି ବେଦରେ? ଯଦି
तारी फल रे हमर कृष्ण भक्ति रे दृढ़ता आसुनी आमे लेस इंटेलिजेंट होउचे ताले वेदरे कहीं की दिया जाइछि जदि से गुडी को ऑब्स्टैकल व्यवसायत्मक बुद्धि पाई ताले ताको वेदरे कहीं की दिया जाइछि सेति पाई ए श्लोकटी को नेकी आछन्ती एक्सप्लेन करूचन्ती कृष्ण कहीं की वेदरे दिया जाइछि ए श्लोक रे कहउचन्ती त्रैगुण्य विषय वेदा ଗୋଟେ ସେକେଣ୍ଡ ଏଠି କହୁଛନ୍ତି ତ୍ରୈଗୁଣ୍ୟ ବିଷୟ ବେଦ ବେଦ ବେଦରେ ମାନେ ତିନୋଟି ସବଜେକ୍ଟ ଉପରେ ସେ ଡିଲ୍ କରୁଛି ଯୋଉ ତିନି ଗୁଣ ସମ୍ବନ୍ଧୀୟ ପ୍ରକୃତିର ତିନି ଗୁଣ କଣ ରଜ ସତ୍ୱ ଆଉ ତମ ଏଇ ତିନି ଗୁଣ ସମ୍ବନ୍ଧୀୟ ଜିନିଷ ହଉଛି ବେଦ କିନ୍ତୁ ଅର୍ଜୁନଙ୍କୁ କହୁଛନ୍ତି କୃଷ୍ଣ ନିସ୍ତ୍ରୈଗୁଣ୍ୟ ଭବ ଅର୍ଜୁନ ଏ ତିନି ଗୁଣରୁ ଊର୍ଦ୍ଧ୍ୱକୁ ଉଠିବାକୁ ଚେଷ୍ଟା କର ଦିବ୍ୟ ସ୍ତରକୁ ଆସିବାକୁ ଚେଷ୍ଟା କର এই ତିନି ଗୁଣରୁ ଊର୍ଦ୍ଧ୍ୱକୁ ଉଠିକି ଅର୍ଥାତ୍ ଏ କର୍ମକାଣ୍ଡ ଯୋଉ ସକାମ କର୍ମ କଥା ଲେଖା ହେଇଛି ଯୋଉ ମଧୁର କଥା ଲେଖା ହେଇଛି ଯଜ୍ଞ ତପସ୍ ଦାନ ବ୍ରତ ଏଇ ବିଭିନ୍ନ ବିଧି ସେଗୁଡିକ ଛାଡି ଦିଅ ଅର୍ଜୁନ ନିସ୍ତ୍ରୈଗୁଣ୍ୟ ଭବ ଏଗୁଡିକ ହଉଛି ତିନି ଗୁଣର ପ୍ରଭାବରେ ଆମେ କରୁଛେ ଏଇ ସବୁ ଜିନିଷ ଭୋଗ ଐଶ୍ୱର୍ଯ୍ୟର ଆସକ୍ତି ହେଇକି ତେଣୁ ନିସ୍ତ୍ରୈଗୁଣ୍ୟ ଭବ ବୋଲେ ଏଇ ତିନି ଗୁଣରୁ ଊର୍ଦ୍ଧ୍ୱକୁ ଉଠିବାକୁ ଚେଷ୍ଟା କର ଏବଂ ପୁଣି କହୁଛନ୍ତି କେମିତି ଅର୍ଜୁନ ତୁମେ ନିସ୍ତ୍ରୈଗୁଣ୍ୟ ହବ ସେ କହୁଛନ୍ତି ନିର୍ଦ୍ୱନ୍ଦ ବୋଲେ ଯୋଉ ଦୁନିଆରେ ଦ୍ୱନ୍ଦ ଆସୁଛି ଆମ ପାଖରେ ଲାଭ କ୍ଷତି ମାନ ଅପମାନ ସୁଖ ଦୁଃଖ ଏମିତି ବିଭିନ୍ନ ପ୍ରକାର ଭଲ ମନ୍ଦ ସବୁ ଆସୁଛି ଏ ଦ୍ୱନ୍ଦ ସେ କହୁଛନ୍ତି ଏ ଦ୍ୱନ୍ଦ୍ୱରୁ ମୁକ୍ତ ହୁଅ ପ୍ରଥମେ କହୁଛନ୍ତି ଦ୍ୱନ୍ଦ୍ୱରୁ ମୁକ୍ତ ହୁଅ ଏବଂ କହୁଛନ୍ତି ନିର୍ଯୋଗ କ୍ଷେମ ବୋଲେ ନିହି ଯୋଗ ଯୋଗ ମାନେ ଲାଭ ଫାଇଦା ଏଇ ଯୋଉ ଫାଇଦା ଜିନିଷ ଆମେ ଚିନ୍ତା କରୁଛେ କର୍ମ କରିକି ଆମର ଫାଇଦା ଦରକାର ସେଥିରୁ ମୁକ୍ତ ହୁଅ କ୍ଷମ ମାନେ ସୁରକ୍ଷା ଆମର ଯୋଉ ସୁରକ୍ଷା ଦରକାର ଆମେ ଚିନ୍ତା କରୁଛେ ନିରାପତ୍ତା ସେଥିରୁ ମଧ୍ୟ ମୁକ୍ତ ହୁଅ ଏବଂ କହୁଛନ୍ତି ଆତ୍ମ ନିତ୍ୟ ସତ୍ୱସ୍ଥ ମାନେ ଆଧ୍ୟାତ୍ମିକ ସ୍ତରରେ ରୁହ ସତ୍ୱରେ ରହିବାକୁ ସେ କହୁନାହାନ୍ତି ନିତ୍ୟ ସତ୍ୱସ୍ଥ କାହିଁକି ନା ଯେତେବେଳେ ସେ ଅଲରେଡି କହିସାରିଲେଣି ନିସ୍ତ୍ରୈଗୁଣ୍ୟ ଭାବ ଅର୍ଜୁନ ସତ୍ୱ ବି ଆସୁଛି ସେଇ ତିନି ଗୁଣ ଭିତରେ ତେଣୁ ପୁଣି ଥରେ କାହିଁ କହିବେ ଯେ ନିତ୍ୟ ସତ୍ୱସ୍ଥ ତା ଅର୍ଥ ହଉଛି ସେ କହୁଛନ୍ତି ଶୁଦ୍ଧ ସତ୍ୱ କଥା କହୁଛନ୍ତି ବାସୁଦେବ ଅବସ୍ଥା କଥା କହୁଛନ୍ତି ଭକ୍ତି ଯୋଗ କଥା କହୁଛନ୍ତି ଆଧ୍ୟାତ୍ମିକ ସ୍ତରରେ ରୁହ ଏବଂ ଆତ୍ମବାନ ବୋଲେ ଆତ୍ମ ସାକ୍ଷାତକାର ହଉ ତୁମର ଅର୍ଥାତ ଆତ୍ମରେ ସ୍ଥିତ ହୁଅ ଆତ୍ମାର ଯାହା କାମ ସେୟା କର ଆତ୍ମବାନ ଏଇଭଳି ଅର୍ଜୁନଙ୍କୁ କହୁଛନ୍ତି କୃଷ୍ଣ ତେବେ ଏ ପର୍ଟିକୁଲାର ଶ୍ଲୋକରେ ଅର୍ଜୁନଙ୍କୁ କହୁଛନ୍ତି ତିନି ଗୁଣରୁ ଊର୍ଦ୍ଧ୍ୱକୁ ଉଠିବା ପାଇଁ ପ୍ରକୃତିର ଯୋଉ ତିନି ଗୁଣ ସେ ତିନି ଗୁଣ ପ୍ରଭାବରେ ଆମେ କାମ କରୁଛେ ସେଇ ତିନି ଗୁଣ ପ୍ରଭାବରେ କାମ ଆମେ ନ କରିବା କଥା କହୁଛନ୍ତି ଅର୍ଜୁନଙ୍କୁ କିନ୍ତୁ କୃଷ୍ଣ ୟା ପୂର୍ବରୁ ବହୁତ ସମୟ ଧରି ସେ କଣ କହୁଥିଲେ ସେ କହୁଥିଲେ ଏଇ ସକାମ କର୍ମ କଥା ରାଜ୍ୟ ଜିତିବ ନହେଲେ ସ୍ୱର୍ଗ ପାଇବ ଯୁଦ୍ଧ କର ଏ କଥା କହୁଥିଲେ କିନ୍ତୁ ବର୍ତ୍ତମାନ ସେ କହୁଛନ୍ତି ଏଇ 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 ସ୍ତରରୁ ଉଠିଯାଅ ଏ ସକାମ କର୍ମ କଥା ଚିନ୍ତା କର ନା ସେକେଣ୍ଡ ଏ ଶ୍ଲୋକରେ ମଧ୍ୟ ଆମେ ଦେଖୁଛେ ଯେ ଅର୍ଜୁନ ଯେତେବେଳେ ପ୍ରଥମ ଅଧ୍ୟାୟ ଆରମ୍ଭ ହେଲା ସେତେବେଳେ ସେ ଯୋଉ ପାଞ୍ଚଟି ରିଜିନ୍ ଦଉଥିଲେ ସେଥିରେ ଗୋଟେ ଚତୁର୍ଥ କାରଣ ଥିଲା ଯୁଦ୍ଧ ନ କରିବାର କୁଳକ୍ଷୟ ଦୋଷ କାହିଁ କହୁଥିଲେ ନା କୁଳକ୍ଷୟ ଦୋଷ ହେଇଗଲେ କଣ କୁଳକ୍ଷୟ ହେଇଗଲେ କଣ ହବ ନା ଯୋଉମାନେ ମାନେ ବୟୋଜ୍ୟେଷ୍ଠ ବ୍ୟକ୍ତି ପରିବାରରେ ଚାଲିଯିବେ ତାହେଲେ କୂଳରେ ଯୋଉ ଅଛି ବିଭିନ୍ନ ପ୍ରକାର ବିଧି ପରମ୍ପରା ଏଇ କର୍ମକାଣ୍ଡ ଜିନିଷ ଯଜ୍ଞ ବ୍ରତ ଉପବାସ ଏ ସବୁ ଲୋପ ହେଇଯିବ କୂଳ କୂଳ ସ୍ତ୍ରୀ କଳୁଷିତ ହେଇଯିବେ ସବୁ କହୁଥିଲେ ସେ କହୁଛନ୍ତି ବର୍ତ୍ତମାନ ତାକୁ ନିନ୍ଦା କରୁଛନ୍ତି ବର୍ତ୍ତମାନ ଏ ଶ୍ଲୋକରେ ଯେ ସେ କର୍ମକାଣ୍ଡ ସେଇ ଯୋଉ ଜିନିଷ ଗୁଡାକ ହେଇଯିବ ବୋଲିକି ତମେ ଆର୍ଗୁମେଣ୍ଟ କରୁଥିଲ ତାକୁ ଛାଡ ତମେ ନିସ୍ତ୍ରୈଗୁଣ୍ୟ ଭବ ତେବେ ଆମେ ଦେଖିବା ପ୍ରଥମେ ସେ କହୁଛନ୍ତି ତ୍ରୈଗୁଣ୍ୟ ବିଷୟା ବେଦା ଏଇ ଜିନିଷଟା ପ୍ରଥମେ ଆମେ ଦେଖିବା ବେଦର ତିନି ଗୁଣ କଣ ଯଦିଓ ଆମେ ତାକୁ 14 ଅଧ୍ୟାୟରେ ଆମେ ପଢିବା ଇନ୍ ଡିଟେଲ୍ସ ମୁଁ ଏଠି ଟିକେ ନାକୁ ଜଷ୍ଟ ଗୋଟେ ଝଲକ ଦେବି କଣ ନା ତିନି ଗୁଣ ହଉଛି ସତ୍ୱ ରଜ ତମ
जो माने सत्व गुणी जो माने से माने कौन ना दुईटी जिनस से सुख प्रति आसक्ति हैप्पीनेस से प्रति आसक्ति ज्ञान प्रति आसक्ति ये दुईटी जिनस प्रति सुख प्रति कहीं ना से नॉर्मली सात्विक तांकर चली चलन कथबार्ता खाइबा पीवा एवरीथिंग सब सात्विक से चारोटी नियम पालन कर कौन माछ मांस खाइबेनी मादक द्रव्य सेवन करेनि अवैध संपर्क रखिबेनी जुआ खेलिबेनी ये चारोटी नियम पालन कर पालन करने फल से भावुं आमे सुखी जेहेतु आमे चारोटी नियम पालन करुचु ये भावना हूँ गोटे आसक्ति आमे सुखी आमे चारटा नियम पालन करुचु ये भी गोटे आसक्ति एमाने ज्ञानासक्त जो माने फिलोसोफर साइंटिस्ट एमाने कौन तांकर ज्ञान पिपासु फल से भावती जे आमे अन्यठू ज्ञानी ये भी अहंकार ये भी गोटे आसक्ति फल एमाने ये जो आसक्ति जोगु एमाने कर्मबंधन रे पड़िबे। नंबर 1 सत्व रजगण रज होउची जे हमर जो स्त्री पुरुषर जो आकर्षण ये होउची केंद्र बिंदु स्त्री पुरुषर आकर्षण नॉर्मली पुरुष स्त्री प्रति आकर्षित होउची पुरुष स्त्री पुरुष प्रति आकर्षित होउची जेतेबेले आकर्षित होउचंदी समाने तापरे भोग करिया को चाहुचंदी एवं गोटे हेति पई घर दरकार तापरे एटू घर आसला परे छुआ पिला दरकार स्त्री रो डिमांड अछि पिला मानकर डिमांड अछि ताकू पुणी से डिमांड को मीट करने को पड़िबो विभिन्न प्रकार कथा बढ़ी बढ़ी चलो फल कठोर परिश्रम करिया पड़िबो कोथि पई कर्म फल पई तेणु सब बेले कर्म फल पई आसक्ति खाली सेतिकी नुहे काले स्त्री छाड़ी की पळेबो सेति पई जश प्रतिष्ठा ये सब जिनस रे पोजीशन ये सब केंद्र बजाई रहिबो सेति पई मध्ये कठिन परिश्रम करूछि जे माने रजगुणी लोक तेणु कर्म फल रे आसक्ति कर्म बंधन कारण सेमती तमगुणी जे से गोटे पागल कौन ना से देखुची जे संसार रे समाज रे बहुत वयोज्येष्ठ व्यक्ति तांकर मृत्यु होउची परिवार रे मध्य निज बापा जेज बापा कुड़ी ककई ए समस्त मृत्यु होउची किंतु से भाबुची मोर हबनी ए तमगुणी लोक सेतिपई कठोर परिश्रम करुची एवं खाली पैसा संचय करके रखुची आलस्य जीवन यापन आध्यात्मिक जीवन रे लक्ष्य नहीं निशा द्रव्य सेवन करवा एवं खाली सोईबा आलस्य हवा ये होची आसक्ति कर्म बंधन रो कारण तेबे ए तीन गुण रे थिले मध्य आमे जो कर्म करूचे सेतरे कोन होउची सेतरे हमर केवल इंद्रिय भोग पई आमे कर्म करूचे इंद्रिय भोग पाई फॉर सेंस ग्रेटिफिकेशन ये सब रे जो आसक्ति रही यार अर्थ कौन सेंस ग्रेटिफिकेशन आमर रजरे हो बा तमरे हो बा सात्विक सत्वरे हो जो थरे आमे थाओ आमे इंद्रिय भोग पाई सब करूचे ए गुण रे थाई की फल कोन होउची ना ए कर्म बंधन रे पकोउची कर्म बंधन कोन कर्म बंधन होउची ए भौतिक स्थिति को आमे जाबुड़ी की धरुचे अर्थात वी आर कमिंग बैक टू दिस मटेरियल वर्ल्ड टाइम एंड अगेन इन ए पर्टिकुलर मटेरियल बॉडी कौन से एक भौतिक शरीर नहीं कि आमे ए भौतिक जगत को बारंबार करूचे ये होउची बंधन कर्म द्वारा ए बंधन बारंबार आमे फेरुचे भौतिक जगत को गोटे शरीर नहीं कि से शरीर मनुष्य शरीर हो पारे पशु पक्षी की कौन सी शरीर भी हो पारे आम कर्म अनुसार ये होची बंधन तबे जदि आमे ए वेदर अनुसार ए जो सॉरी जदि आमे कर्मकांड आमे जदि कर्मकांड करूचे एवं कर्मकांड अनुसार सकाम कर्म फल रे आशा करिकी एवं कर्म बंधन रे आमे पढुचे ताले ए कर्मकांड जिनस वेद रे दिया जाईची काहे वेद रे लिखा है जदि आमे कर्म बंधन रे पढुचे
कोड गोटे ये होउची म्यूट म्यूट कर दो अनम्यूट हो जाइए कार गोटे सेकंड देखिए पड़ो हाँ रविशंकर रणा प्रभु मु करदेली गोटे सेकंड एटा कहीं होउनी म्यूट म्यूट कर दियंतु रविशंकर रणा प्रभु टी म्यूट कर दियंतु कहीं मु करूचे होउनी कोन पाई जानि पाउनी तबे आमे प्रश्न कौन हेटी कहउतली हाँ से माने आमे जदि कर्मकांड वेदरे दिया जाइछि एवं आमे कले कर्मबंधन रे पडुचे भोग ऐश्वर्यर वशवर्ती ହେଇକି आमे कर्मबंधन रे पडुचे एवं अर्थात भौतिक जगत को बारंबार आमे आसुचे कौनसी एक शरीर नेइकी ताले वेदरे काहेकि एसबु दिया जाइछि ए रो उत्तर होउची जे विभिन्न प्रकार लोक अछंती ସମସ୍ତଙ୍କର ବୁଦ୍ଧି ସମାନ ନୁହେଁ ସମସ୍ତେ ସମାନ ସ୍ତରରେ ନାହାନ୍ତି ତେଣୁ ବେଦ କେବେ ଡିସ୍କ୍ରିମିନେଟ କରୁନି ସମସ୍ତଙ୍କ ପାଇଁ କିଛି ପ୍ରୋଭିଜନ ରଖିଛି ବହୁତ ଲୋକ ଅଛନ୍ତି ସେମାନେ ଦିବ୍ୟ ସ୍ତରକୁ ହଠାତ୍ ଆସିପାରିବେନି ନା ତାଙ୍କର ଯୋଗ୍ୟତା ଅଛି ହଠାତ୍ ଦିବ୍ୟ ସ୍ତରକୁ ଆସିବା ପାଇଁ ବା ତାଙ୍କର ଇଣ୍ଟରେଷ୍ଟ ଅଛି ସେମାନଙ୍କର ଭୋଗ ଐଶ୍ୱର୍ଯ୍ୟ ପ୍ରତି ଇଣ୍ଟରେଷ୍ଟ ଅଛି ତାହେଲେ ତାଙ୍କ ପାଇଁ କଣ ସେଥିପାଇଁ ଭଗବାନ ବେଦରେ କର୍ମକାଣ୍ଡ ରଖିଛନ୍ତି ଏଇଥିପାଇଁ ଯେ ସେମାନେ ଆଟଲିଷ୍ଟ ବେଦ ଜିନିଷ ସେମାନେ ପଢିବେ ଯେତେବେଳେ ବେଦ ପ୍ରତି ବେଦରେ ପଢିବେ ଯେ କର୍ମକାଣ୍ଡ ଜିନିଷ ଯଜ୍ଞ ବ୍ରତ ତପସ୍ୟା ଏସବୁ ଯୋଉ ଅଛି ଦାନ ବିଭିନ୍ନ ପ୍ରକାର କଥା ଦେବାଦେବୀ ପୂଜା ଏସବୁ କଥା ଲେଖା ହେଇଛି ବେଦରେ ଆକୁ ଯେତେବେଳେ ସେମାନେ ପଢିବେ ଏବଂ ପ୍ରଲୋଭିତ ହେବେ ଏବଂ ସେ ଯେତେବେଳେ କରିବେ ସେ କାମ ଯଜ୍ଞ କରିବେ କାରଣ ଲେଖା ହେଇଛି ଯଜ୍ଞ କଲେ ସ୍ୱର୍ଗ ମିଳିବ ତପସ୍ୟା ଯୋଉ ସବୁ ବ୍ରତ କଲେ ଆମର ସବୁ ପ୍ରୋବ୍ଲେମ ସମାଧାନ ହେଇଯିବ ଆମର ଇପ୍ସିତ ଜିନିଷ ଆମକୁ ମିଳିବ ଯାହା ଆମେ ଇଚ୍ଛା କରୁଛେ ଦାନ କଲେ ଆମେ ପାପ ମୁକ୍ତ ହବା ଏମିତି ସବୁ ଲେଖା ହେଇଛି ଏବଂ ଯେତେବେଳେ ସେ କରିବ ଏବଂ ଫାଇଦା ବି ମିଳିବ କଲେ ମିଳିଲେ ତାର କନଫିଡେନ୍ସ ଫେଥ ବିଶ୍ୱାସ ବଢିବ ବେଦ ଉପରେ ଏ ହେଲା ପ୍ରଥମ ଜିନିଷ ଯଦି ବିଶ୍ୱାସ ବେଦ ଉପରେ ବଢିଲା ତାହେଲେ ସେ କଣ କରିବ ନା ବେଦର ନେକ୍ସଟ ଷ୍ଟେପକୁ ସେ ଯିବାକୁ ଚେଷ୍ଟା କରିବ ଜାଣିବାକୁ ଚେଷ୍ଟା କରିବ ଯେ ଆର ତାପରେ କଣ ଅଛି କାହିଁକି ନା ଏଥିରେ ସେ ଆକୃଷ୍ଟ ହେଇଗଲା ବେଦ ପ୍ରତି ଯେମିତି ଗୋଟେ ଛୋଟ ଛୁଆଟେ ସେ ପଢୁଛି ଏଲକେଜି ୟୁକେଜି ଷ୍ଟାଣ୍ଡାର୍ଡ ୱାନ ର ଯେତେବେଳେ ଏରିଥମେଟିକ ସେ ଜାଣିଦେଲା ସବୁ ସରିଗଲା ଷ୍ଟାଣ୍ଡାର୍ଡ ୱାନ ର ପାଠ ସେ କଣ କରିବ ସେ ବର୍ତ୍ତମାନ ଆଉ ଅଧିକା ପାଠ ଜାଣିବାକୁ ଚେଷ୍ଟା କରିବ ଏଥିପାଇଁ ଷ୍ଟାଣ୍ଡାର୍ଡ 2 ଷ୍ଟାଣ୍ଡାର୍ଡ 3 ଏମିତି ହେଇକି ସେ ଏମଟେକ୍ ପର୍ଯ୍ୟନ୍ତ ଯିବ ବିଟେକ୍ ଏମଟେକ୍ ପର୍ଯ୍ୟନ୍ତ ସେମିତି ବେଦର ଯେତେବେଳେ କର୍ମକାଣ୍ଡ ଜିନିଷ ସେ ତାର ଏଲକେଜି ବା ଷ୍ଟାଣ୍ଡାର୍ଡ 1 ଗଣିତ ଭଳିଆ ସେ ହଉଛି କୋଉଟା କର୍ମକାଣ୍ଡ ଭୋଗ ଐଶ୍ୱର୍ଯ୍ୟ ପାଇଁ ଯୋଉ ଗୁଡିକ ଲେଖା ହେଇଛି ତେଣୁ ସେଗୁଡିକ ଯେତେବେଳେ ସରିଯିବ ସେ ପୁଣି ଉପରକୁ ଚାଲିବ ଇଏ ହଉଛି ରେଗୁଲେସନ ଯେମିତି କେତେ ଗୋଟେ ଧର୍ମରେ ଲେଖା ହେଇଛି ଶୁକ୍ରବାର ଆଇଁଷ ଖାଇବାନି ବୋଲେ କଣ ପାଇଁ ଲେଖା ହେଇଛି ଏଇଥିପାଇଁ ଯେ ଆସ୍ତେ ଆସ୍ତେ ରେଗୁଲେଟେଡ ହେବେ କିନ୍ତୁ ହଉ ସେମାନଙ୍କର ଛାଡିଯିବ ଆଉ ଖାଇବେନି ये ग्रेजुअल प्रोसेस रे रेगुलेशन करवा प्रभुपाद कहउचंदी प्रभुपाद गोटे भल जिनस से कहउचंदी तांकर ये जे जेतेबेले मनीष एई भोग ऐश्वर्य ए कर्मकांड अनुसार करी भोग ऐश्वर्य मार कर्म फल प्रति आसक्त ହେଇକି से एंजॉय करूची उपभोग करूची एवं तार गोटे सैचुरेशन आसीबो गोटे स्टेज आसीबो जोठी ता मन भरी जीवो ଆଉ ଇଚ୍ଛା ହବନି ମିଠା ଯଦି ଆମେ ଖାଇବା ମାସେ ପର୍ଯ୍ୟନ୍ତ ତାପରେ ଆମର ଗୋଟେ ଚେଞ୍ଜ ଦରକାର ଆମକୁ ଆଉ ମିଠା ଖାଇବାକୁ ଭଲ ଲାଗିବନି ଗୋଟେ ଚେଞ୍ଜ ଦରକାର ସେଥିପାଇଁ ଯେତେବେଳେ ମାନେ ଏଠି କୁହା ହଉଛି ଯେ ଯେତେବେଳେ ସାଚୁରେସନ ହେଇଗଲା ଏମିତି କରି କରିକି କର୍ମକାଣ୍ଡ ଜିନିଷ କରିକି ଯେତେବେଳେ ଆମେ ସେନ୍ସ ଗ୍ରାଟିଫିକେସନ ଜିନିଷ କଲେ ଇନ୍ଦ୍ରିୟ ଭୋଗ ଜିନିଷ ଆମର ଗୋଟେ ଷ୍ଟେଜ ଆସିବ ଆମେ ଊର୍ଦ୍ଧ୍ୱକୁ ଉଠିବାକୁ ଚେଷ୍ଟା କରିବା ବେଦର ଊର୍ଦ୍ଧ୍ୱକୁ ଅର୍ଥାତ୍ ଆମେ କଣ କରିବା ନା
ଉପନିଷଦ ଆଡକୁ ଯିବାକୁ ଚେଷ୍ଟା କରିବା। ଏବଂ ବର୍ତ୍ତମାନ ଯାହା ଆମେ କରୁଛେ ଇଏ ତ ଗୀତ ଉପନିଷଦ, ଗୀତା ହଉଛି ଗୀତ ଉପନିଷଦ। ଆମେ ସେ ହିଁ କରୁଛେ, ଉର୍ଦ୍ଧ୍ୱକୁ ଉଠିଛେ। ଗୀତ ଉପନିଷଦ ଇଏ ହଉଛି ପଞ୍ଚମ ବେଦ। ଇଏ କଣ କରୁଛି ମାନେ ଗୋଟେ ସଂକ୍ଷିପ୍ତ ଭାବରେ ଆମକୁ ବେଦର ମର୍ମ ବା ସାରାଂଶ କହିଦଉଛି। ବେଦର ସାରାଂଶ କଣ? ବେଦର ସାରାଂଶ ଆମକୁ ସେ ଦଉଛି ଯେ ଆମ ଜୀବନର ଅନ୍ତିମ ଲକ୍ଷ୍ୟ ବା ପରମ ଲକ୍ଷ୍ୟ ବା ଉଦ୍ଦେଶ୍ୟ କଣ। ଆମ ଜୀବନର ଉଦ୍ଦେଶ୍ୟ କଣ? ଜନ୍ମ ମୃତ୍ୟୁ ଚକ୍ରକୁ ସମାପ୍ତ କରିବା। କେମିତି କରିବା? ଭଗବାନ ଏଠି କୃଷ୍ଣ କହୁଛନ୍ତି ନିସ୍ତ୍ରୈଗୁଣ୍ୟ ଭବ ଅର୍ଜୁନ, ଏ ତିନି ଗୁଣରୁ ଉର୍ଦ୍ଧ୍ୱକୁ ଉଠ। ଏ ତମ ରଜ ସତ୍ଵ, ଏ ସତ୍ୱରୁ ବି ଉର୍ଦ୍ଧ୍ୱକୁ ଉଠିବାକୁ ପଡିବ। ଯେ ତମରେ ଅଛ ରଜରେ ଅଛ, ସତ୍ୱକୁ ଆସିକି ସତ୍ୱରୁ ଉର୍ଦ୍ଧ୍ୱକୁ ଉଠିବାକୁ ପଡିବ। ଆମେ ତିନି ଗୁଣର ବଶବର୍ତ୍ତୀ ହେଇକି କାମ କରିବାନି। ନିସ୍ତ୍ରୈଗୁଣ୍ୟ ଭବ ଅର୍ଜୁନ। ଯଦି ଆମେ ଆମର ଯୋଉ ଜୀବନର ଲକ୍ଷ୍ୟକୁ ହାସଲ କରିବାକୁ ଚାହୁଁଛେ, ଯଦି ଆମେ ଜନ୍ମ ମୃତ୍ୟୁ ଚକ୍ରକୁ ସମାପ୍ତ କରିବାକୁ ଚାହୁଁଛେ, ନିସ୍ତ୍ରୈଗୁଣ୍ୟ ଭବ। ନିସ୍ତ୍ରୈଗୁଣ୍ୟ ଭବ ଅର୍ଥ କଣ? ତିନି ଗୁଣରୁ ଉର୍ଦ୍ଧ୍ୱକୁ ଉଠ ମାନେ କଣ? ଭକ୍ତି ଯୋଗ। ଅଲ୍ଟିମେଟଲି ଭକ୍ତି ଯୋଗ କଥା କହୁଛନ୍ତି କୃଷ୍ଣ। ଇଏ ହଉଛି ତିନି ଗୁଣରୁ ଉର୍ଦ୍ଧ୍ୱରେ। ଅନ୍ୟ କୌଣସି ଜିନିଷ ତିନି ଗୁଣରୁ ଉର୍ଦ୍ଧ୍ୱ ନୁହେଁ। ଜ୍ଞାନ ଯୋଗ ହଉ ବା କର୍ମ ଯୋଗ ହଉ, କାରଣ ଜ୍ଞାନରେ ସତ୍ୱ ରହିଛି, ସତ୍ୱ ଗୁଣ ରହିଛି ଜ୍ଞାନରେ। କର୍ମ ଯୋଗରେ କର୍ମ ଅର୍ଥ ସେଥିରେ ରଜଗୁଣ ରହୁଛି। କେବଳ ଭକ୍ତି ଯୋଗ ଗୋଟିଏ ଜିନିଷ, ବାସୁଦେବ ଷ୍ଟେଟ୍ ଆମେ ତାକୁ କହୁଛେ। ବାସୁଦେବ ଅବସ୍ଥା ବା ଶୁଦ୍ଧ ସତ୍ୱ, ସେ ହଉଛି ଭକ୍ତି ଯୋଗ। ସେ ହଉଛି ତିନି ଗୁଣରୁ ଉର୍ଦ୍ଧ୍ୱ, ସତ୍ୱରୁ ଉପରେ, ସତ୍ୱ ଗୁଣରୁ ଉପରେ। ତେଣୁ ନିସ୍ତ୍ରୈଗୁଣ୍ୟ ଭବ ଅର୍ଜୁନ କହିଦେଲେ। କିନ୍ତୁ ଯୋଉ ପର୍ଯ୍ୟନ୍ତ ଆମେ ଶରୀରରେ ଅଛେ, ଆମେ ଡେଫିନାଇଟଲି ଏ ତିନି ଗୁଣ ଦ୍ୱାରା ପ୍ରଭାବିତ ହେବା। ଆମେ ଜାଣୁଛେ ଯେ ଏ ସୁଖ ଦୁଃଖ ଯାହା ଆସୁଛି ଇଏ ମୋର ନୁହେଁ। ଆମେ ଜାଣୁଛେ ଇଏ ମୋର ଶରୀରର, କିନ୍ତୁ ମୁଁ ତାକୁ ଫିଲ୍ କରୁଛି। ଏ ସୁଖ ଦୁଃଖ ଦ୍ୱନ୍ଦ୍ୱ ଜିନିଷକୁ ମୁଁ ଫିଲ୍ କରୁଛି। କାହିଁକି ନା ମୁଁ ଆଇଡେଣ୍ଟିଫାଇ କରୁଛି ମୁଁ ନିଜକୁ ମୋ ଶରୀର ସାଙ୍ଗରେ, ଶରୀର ସହିତ ମୁଁ ନିଜକୁ ଭାବୁଛି ମୁଁ ଶରୀର ବୋଲିକି। ଦିସ୍ ଦ ପ୍ରୋବ୍ଲେମ। ସେଥିପାଇଁ ଅର୍ଜୁନକୁ କହିଛନ୍ତି, 14ରେ ବି କହିଥିଲେ, 15ରେ ବି କହିଥିଲେ ଯେ ମାତ୍ରା ସ୍ପର୍ଶ ତୁ କୌନ୍ତେୟ, ଏଇ ଯୋଉ ଦ୍ୱନ୍ଦ୍ୱରୁ ଇଏ ଦ୍ୱନ୍ଦ୍ୱ ଆସୁଛି କଣ ପାଇଁ? ସୁଖ ଦୁଃଖ ଲାଭ କ୍ଷତି, ଏଇ ଯୋଉ ଦ୍ୱନ୍ଦ୍ୱ ଆସୁଛି କଣ ପାଇଁ? ଇଏ ଆସୁଛି ଏଇଥିପାଇଁ ଯେ ଇନ୍ଦ୍ରିୟ ଭୋଗରୁ। ତେଣୁ ଇନ୍ଦ୍ରିୟ ଭୋଗରୁ ଉର୍ଦ୍ଧ୍ୱକୁ ଉଠ, ଏ ଦ୍ୱନ୍ଦ୍ୱରୁ ଉର୍ଦ୍ଧ୍ୱକୁ ଉଠ। ଟଲରେଟ୍ କର। ଯୋଉ ଶରୀର ଥିବା ଫଳରେ ଇଏ ଇନ୍ଦ୍ରିୟ ଭୋଗ କଥା ଆସୁଛି ଏବଂ ମତେ ସୁଖ ଦୁଃଖ ଏଇ ଜିନିଷ ଫିଲିଙ୍ଗ ଆସୁଛି, ତାକୁ ଟଲରେଟ୍ କରିବାକୁ ପଡିବ। ଏଠି ମଧ୍ୟ ସେୟା କହୁଛନ୍ତି ନିର୍ଦ୍ୱନ୍ଦ। ରିପିଟ୍ କରୁଛନ୍ତି ଥ୍ରୁ ଆଉଟ୍ ଗୀତା। ସେ ଏଇ ଜିନିଷକୁ ବହୁତ ଜାଗାରେ କହିଛନ୍ତି। ନିର୍ଦ୍ୱନ୍ଦ ମାନେ ମୁକ୍ତ ହୁଅ ଦ୍ୱନ୍ଦ୍ୱରୁ। ଏଠି ମଧ୍ୟ କହୁଛନ୍ତି ଏବଂ ପୁଣି କହୁଛନ୍ତି ନିର୍ଯୋଗ କ୍ଷେମ। ଯୋଉ ଫାଇଦା କଥା ଚିନ୍ତା କରୁଛ କର୍ମ କରିକି, ଲାଭ ଫାଇଦା, ନିଯୋଗ, ଯୋଗ ମାନେ ଫାଇଦା ବା ଲାଭ, ସେଥିରୁ ମଧ୍ୟ ମୁକ୍ତ ହୁଅ। କ୍ଷମ ମାନେ ତମର ସୁରକ୍ଷା ନିରାପତ୍ତା, ସେ ବିଷୟ ବି ଚିନ୍ତା କର ନା। କାହିଁ କହୁଛନ୍ତି? କାହିଁକି ନା କୃଷ୍ଣ ଭକ୍ତି ଆମେ ଯଦି କରିବା ଏବଂ ଦୃଢତାର ସହିତ କରିବା, ଖାଲି ଭକ୍ତି ସେମିତି ନାହିଁ, ଦୃଢତାର ସହିତ କରିବା, ତାହେଲେ କଣ ହବ? ଯୋଗ କ୍ଷମମ ବହାମି ଅହମ। ନିଜେ ଭଗବାନ କୃଷ୍ଣ ଆଗରେ ଯାଇକି କହିବେ, ନବମ ଅଧ୍ୟାୟ 22 ନମ୍ବର ଶ୍ଲୋକ, ଯୋଗ କ୍ଷମମ ବହାମି ଅହମ। ତମର ଫାଇଦା ଲାଭ ମୁଁ ଦେଖିବି। ଯୋଗ କ୍ଷମମ, କ୍ଷମମ ମାନେ ତମର ସୁରକ୍ଷା ମୁଁ ଦେଖିବି। I will protect what you have. I will give what you don't have. ଅଲରେଡି କୃଷ୍ଣ ସେଠି କ୍ଲିୟର କରିକି କହିଦେବେ। ସେଥିପାଇଁ ଏଠି କହୁଛନ୍ତି ଯେ ନିର୍ଯୋଗ କ୍ଷମ। ଫାଇଦା କର୍ମଫଳର କଥା ଚିନ୍ତା କରନା, ଫାଇଦା କଥା ଚିନ୍ତା କରନା, ନିରାପତ୍ତା କଥା ଚିନ୍ତା କରନା। ନିତ୍ୟ ସତ୍ୱସ୍ଥ ବା ଶୁଦ୍ଧ ସତ୍ୱରେ ରୁହ। ତିନି ଗୁଣରୁ ଉର୍ଦ୍ଧ୍ୱରୁ ଉଠିକି ଆତ୍ମବାନ। ଆତ୍ମବାନ ଅର୍ଥ କଣ?
सेल्फ रियलाइज कहीं आत्मवान माने विद्यावान माने कौन जे विद्या को धारण करिछि या पाखरे विद्या जे विद्या को धारण करिछि वन हु पजेसेस विद्या धनवान विद्यावान ताल आत्मवान माने जे आत्मा को पजेस करछि धरिछि आत्मा तो आमे तो निजे आत्मा आमे केमते आत्मा को धरिबा पुनी धारण केमती करबा तेणु एठी आत्मवान अर्थ कौन कहउचंती से कहउचंती जे आमे आत्मा किंतु आमे ताको अनुभव करने रियलाइज करने हमर सेल्फ रियलाइजेशन आसीनी जदियो आमे आत्मा तो प्रत्येक कहउचंती आत्मा किंतु से माने रियलाइज करनांती तेणु सेतिपई भगवान कहउचंती आत्मवान हुआ आत्मवान हवा पई कोन दरकार परफॉर्म एक्टिविटीज दैट आर कॉमन एंड नेचुरल फॉर सोल आत्मा पई जहा दरकार से ही करो आत्मा पई कोन दरकार आत्मा सब आत्मार संपर्क भगवान संगे आत्मा होची सर्वेंट आमे होचे सर्वेंट सेवा करिवा अर्थात भक्ति करिवा तेणु अल्टीमेटली आत्मवान अर्थ होची कोन भक्ति डिवोशनल सर्विस माने कृष्णकर भक्ति करिवा भक्ति जोगी आत्मवान हुआ माने भक्ति जोगी हुआ एक कथा कहीदेले भगवान निस्त्रैगुण्य भव वर्तमान एक कथा कही सारला परे निस्त्रैगुण्य भव कथा कही सारला परे कृष्ण वर्तमान कहिबे कोन वेदर मर्म एटी जो कहले निस्त्रैगुण्य भव माने वेदर कर्मकांड रिचुअल्स रु ऊर्ध्वक उठ बोली के कहीदेले वर्तमान से कहबे जे वेदर मर्म सार मर्म बुझ जदि निस्त्रैगुण्य हवा पई चाहुच ए तीन गुण रु ऊर्ध्वक उठिबा को चाहुच ताले चेष्टा कर बुझिबा को कोन वेदर सारांश कोन पुणी कोठी खोली वाला यही तो डिस्टर्बेंस करते मोर समय नष्ट करूची ए रविशंकर रणा प्रभुंकर सब बेले अनम्यूट हो जाउची अनम्यूट होउची आपनकर आ न हां हे गला ठीक है ए प्रॉब्लम होउची सेटा तेणु एटी बर्तमान 46 नंबर श्लोकटी आमे देखिबा कोन कहउचंदी भगवान ये वेदर एसेंस कौन उद्देश्य कौन से देखिए हम शेयर करुच्ची 10 मिनट अच्छी देखिए कौन हो केते समय जीव पुणी खोली वाला कार अनम्यूट अनम्यूट हो जाउची म्यूट करंतु कार खोली जी रणा प्रभु करंतु रविशंकर रणा प्रभु म्यूट करके रखंतु बारंबार अनम्यूट होउची तबे 46 नंबर श्लोक रे भगवान कौन कहउछन देखिबा जावान अर्थ उदपाने सर्वतः संप्लुतोदके तावान सर्वेषु वेदेषु ब्राह्मण्यस्य विजानतः एठी कहउचंदी जावान अर्थे उदपाने उदपाने माने छोट छोट जो जलाशय कूओ जेमिति छोट छोट जलाशय जो उद्देश्य जवान अर्थ उदपाने सर्वतः संप्लुत उदके सही सब उद्देश्य मध्य संपादन हम कोथरे संप्लुत उदके संप्लुत उदके माने बड़ जलाशय नदी भलिया सेति तावान सर्वेषु वेदेषु और सही भलिया से कहउचंदी तावान सही भली सिमिलरली सर्वेषु वेदेषु सबु वेदर उद्देश्य साधन हो जेतबेले वेदर उद्देश्य कौन जानिबा यदि आमे वेदर उद्देश्य जानिबा वेदर सबु उद्देश्य साधित हबो केमिति हबो
କିଏ କରିବ ନା ବିଜାନତ, ଯାହାର ସମ୍ପୂର୍ଣ୍ଣ ଜ୍ଞାନ ଅଛି। ତା କାହାର ଅଛି? ବ୍ରାହ୍ମଣ୍ୟସ୍ୟ, ବ୍ରାହ୍ମଣର। ସେ ବ୍ରାହ୍ମଣ ବୋଲେ କିଏ? ସେ ବ୍ରାହ୍ମଣ ଅର୍ଥ ଯିଏ ପରମ ବ୍ରହ୍ମକୁ ଜାଣିଛି, ଅର୍ଥାତ୍ ସେ ହଉଛି ଜଣେ ଭକ୍ତ। ତେବେ ଆକୁ ଆମେ ଆଲୋଚନା କରିବା କଣ ସେ କହୁଛନ୍ତି ବିଶଦ ଭାବରେ। ତେଣୁ ଆମେ ଦେଖିଥିବା, ମୁଁ ଏଠି ସେୟାର ବନ୍ଦ କଲି। ପ୍ଲିଜ ମତେ ବାରମ୍ବାର ରବିଶଙ୍କର ରଣା ପ୍ରଭୁ ଆପଣ ମ୍ୟୁଟ ରଖନ୍ତୁ, ନହେଲେ ନାହିଁ ମୁଁ ଆଗେଇ ପାରୁନି। ଆପଣଙ୍କର ସବୁବେଳେ ଅନମ୍ୟୁଟ ହେଇଯାଉଛି। ହଁ, ତେବେ ମୋ ପାଖରେ ସମୟ ନାହିଁ ନା। ତେବେ ଏଇଠି ଏ ଶ୍ଲୋକରେ ଆମେ ଦେଖିବା କଣ ନା, କେତେ ଗୁଡିଏ ଛୋଟ ଛୋଟ ଆମର ଯେତେବେଳେ ଆମେ ପିଲାବେଳେ ଦେଖିଛେ, ଏବେ ତ ନାହିଁ, ଏବେ ତ ସବୁ ଫ୍ଲାଟ ଫ୍ଲାଟ ଆପାର୍ଟମେଣ୍ଟ ଏସବୁ ହେଇଗଲାଣି। ଅତୀତରେ ଆମେ ଯେତେବେଳେ ପିଲା ହେଇଥିଲେ ଆମେ ଦେଖିଛେ ଛୋଟ ଛୋଟ କୂଅ ଥିବ, ବିଭିନ୍ନ ପ୍ରକାର କୂଅ ଥିବ ଗାଁରେ। ଯୋଉ କୂଅରେ ଗୋଟେ କୂଅରୁ ପାଣି ନଉଥିବେ, ଗୋଟେ କୂଅରେ ଲୁଗା ସଫା କରୁଥିବେ, ଗୋଟେ କୂଅରେ ଗାଧଉଥିବେ। ଭଗବାନ କହୁଛନ୍ତି ଏ ତିନିଟା ଯାକ ଯୋଉ କାମ ଆମେ କରୁଛେ ବିଭିନ୍ନ କୂଅ ଜରିଆରେ, ଇଏ ଗୋଟେ ବଡ ଜଳାଶୟରେ ମଧ୍ୟ ଏଇ ତିନିଟା ଯାକ ଏକ ସମୟରେ ହେଇପାରେ। କୋଉଠି ନା ଗୋଟେ ବଡ ନଦୀରେ। ନଦୀରେ ଆମେ ଗାଧେଇ ପାରିବା, ପାଣି ନେଇକି ପିଇ ପାରିବା ଏବଂ ତାକୁ ସେଠି ଲୁଗା ସଫା କରିପାରିବା। ରଣା ପ୍ରଭୁ ପୁଣି ପୁଣି ଅନମ୍ୟୁଟ ହେଇଗଲା, ମ୍ୟୁଟ କରନ୍ତୁ। ତେବେ ଏଠି ସେଇ କଥା ସେ କହୁଛନ୍ତି, ଯେମିତି ଏଇଭଳିଆ ହେଇପାରିବ ସେମିତି ସେ କହୁଛନ୍ତି ଯେ ବେଦର ସବୁ ଜାଣିଛି କଣ ଉଦ୍ଦେଶ୍ୟ କଣ ଜାଣିଛି, ସେ ବେଦରେ ଯାହା ଉଦ୍ଦେଶ୍ୟ ସେ ତାକୁ ସମ୍ପାଦନ କରିପାରିବ। ସେ ସବୁ ବେଦର ସବୁ ଜିନିଷ, ବେଦ ପାଠର କଣ ଉଦ୍ଦେଶ୍ୟ ଯେ ଜାଣିଛି, ତା ଦ୍ୱାରା ବେଦ ପାଠର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଇପାରିବ, ଏଇ ବୋଲିକି କହୁଛନ୍ତି। ତେବେ ଏଠି କହିଲେ ସର୍ବ ବେଦେଶୁ। ସର୍ବ ବେଦେଶୁ କାହିଁକି କହିଲେ? ଯେ ଯେହେତୁ କର୍ମକାଣ୍ଡ, ଆମର କର୍ମକାଣ୍ଡ ଅନୁସାରେ କଣ ଏଇଭଳିଆ ଯଜ୍ଞ କଲେ ଏହା ମିଳିବ, ବ୍ରତ କଲେ ଏହା ମିଳିବ, ସବୁ ଯୋଉ ବିଜନେସ ଟାଇପ ର କଥା ଲେଖା ହେଇଛି, ଆମେ ସେଇ ଦ୍ୱାରା ଆକୃଷ୍ଟ ହେଇକି ବିଭିନ୍ନ ପ୍ରକାରର କର୍ମକାଣ୍ଡ ବା ସକାମ କର୍ମ କରୁଛେ। ବର୍ତ୍ତମାନ କହୁଛନ୍ତି ଯେ ବେଦର ଉଦ୍ଦେଶ୍ୟ ଜାଣିଛି, ତାକୁ ଏସବୁ କିଛି କରିବା ଆବଶ୍ୟକତା ନାହିଁ। ତ ବେଦର ଉଦ୍ଦେଶ୍ୟ କଣ? ବେଦର ଉଦ୍ଦେଶ୍ୟ ଭଗବାନ ନିଜେ କହୁଛନ୍ତି ଯାଇକି ଆଗରେ, ବେदैଶ୍ଚ ସର୍ବେ ହି ଅହଂ ବେଦ୍ୟ ବେଦବିଦ୍ ବେଦାନ୍ତ କୃଚ୍ଚହଂ। ତାମାନେ ସେ କହୁଛନ୍ତି ବେଦ ରଚନା ମୁଁ କରିଛି, ବେଦକୁ ମୁଁ ହିଁ ଜାଣିଛି, ଏବଂ ବେଦ ବୋଲେ ମତେ ଜାଣିବା। ତବେ ଇନଡାଇରେକ୍ଟଲି ବା ଡାଇରେକ୍ଟଲି ଯାହା ବି କହ, କୃଷ୍ଣ କହିଦଉଛନ୍ତି ଯେ ବେଦର ଉଦ୍ଦେଶ୍ୟ ହଉଛି ମୋର ପୂଜା କରିବା, ଭକ୍ତି କରିବା, କୃଷ୍ଣ ଭକ୍ତି, ଆଉ କିଛି ନୁହଁ। ଗୋଟେ ସେକେଣ୍ଡ। ହଁ, ତେବେ ତାହେଲେ କଣ ହବ ନା, ଯଦି ଆମେ ବେଦର ଏଇ ଆମେ ଯଦି ଜାଣିଲେ ଯେ ଭଗବାନ କୃଷ୍ଣଙ୍କର ଭକ୍ତି କରିବା, ତାହେଲେ କଣ ହବ ନା, ସେଇ ଲୋକ ଆଉ କରିବନି ଏଇ ଯୋଉ କର୍ମକାଣ୍ଡର ବିଭିନ୍ନ ବିଧି, ଏ ଯଜ୍ଞ କରିବା, ବ୍ରତ କରିବା, ଗୋଟେ କର୍ମ ବିଧି କର୍ମକାଣ୍ଡରୁ ଆଉ ଗୋଟେ କର୍ମକାଣ୍ଡ ଏମିତି ଡେଇଁକି ଆମେ ଚାଲି ଯାଉଛେ, କରୁ ଚାଲୁଛେ, ସେଗୁଡା ସବୁ ବନ୍ଦ ହେଇଯିବ। କିନ୍ତୁ ପ୍ରଶ୍ନ ପୁଣି ଏଇଠି ଆସୁଛି ଯେ କର୍ମକାଣ୍ଡ କାହିଁକି ଦିଆହେଇଛି ବେଦରେ? ମୁଁ ଅଲରେଡି ଏକ୍ସପ୍ଲେନ କରିସାରିଲେଣି। ଗ୍ରାଜୁଆଲ ପ୍ରୋସେସରେ ଆମେ ଉପରକୁ ଯିବା, ଦିବ୍ୟ ସ୍ତରକୁ ଯିବା ପାଇଁ ଦିଆଯାଇଛି। ବହୁତ ଲୋକ ଅଛନ୍ତି ଦୁନିଆରେ ଯାହାଙ୍କର ଯୋଗ୍ୟତା ନାହିଁ, କି ଯାହାଙ୍କର ନାହିଁ ମାନେ ଇଣ୍ଟରେଷ୍ଟ ନାହିଁ ଇମିଡିଏଟଲି ଦିବ୍ୟ ସ୍ତରରେ କାମ କରିବା ପାଇଁ। ତାଙ୍କୁ ଦିଆହେଇଛି ଗ୍ରାଜୁଆଲ ଗ୍ରାଜୁଆଲ, ସେମାନେ ଉପରକୁ ଉଠିବେ, ଏଲିଭେଟ ହେବେ ଉପର ସ୍ତରକୁ, ହାଇଏଷ୍ଟ ପ୍ଲାଟଫର୍ମକୁ ଉଠେଇବା। ହାଇଏଷ୍ଟ ପ୍ଲାଟଫର୍ମ କଣ? ସେଲ୍ଫ ରିଅଲାଇଜେସନ, ଆତ୍ମ ଅନୁଭୂତି। ସେଲ୍ଫ ରିଅଲାଇଜେସନ କଣ? ସେଲ୍ଫ ରିଅଲାଇଜେସନ ହଉଛି, ଆତ୍ମ ଅନୁଭୂତି ହଉଛି ଜାଣିବା ଯେ କୃଷ୍ଣକୁ ଜାଣିବା ଏବଂ କୃଷ୍ଣକୁ ବୁଝିବା, ଏବଂ କୃଷ୍ଣଙ୍କ ସହିତ ଆମର କଣ ସମ୍ପର୍କ ଅଛି। ଆମର କଣ ସମ୍ପର୍କ ଅଛି? ଆମେ ଯାଇକି 15 ଅଧ୍ୟାୟରେ ପଢିପାରିବା ତାକୁ। ମମେଇ ବଂଶ ଜୀବ ଲୋକେ ଜୀବ ଭୂତ ସନାତନ, ମାନେ ଆମେ ହଉଛେ ତାଙ୍କର ଏକମାତ୍ର ଅଂଶ, ତାମାନେ ଆମେ ହଉଛେ ତାଙ୍କର ସର୍ଭେଣ୍ଟ। ଇଏ ହଉଛି ଆମର ତାଙ୍କର ସହିତ ସମ୍ପର୍କ। ତେଣୁ ଆମେ କଣ ସେ ସମ୍ପର୍କଟି ଭୁଲି ଯାଇଛେ? ତ
ତେଣୁ ଆମ ଜୀବନର ସିଦ୍ଧି ଆମେ ପାଇବା ଯଦି ଆମେ ସମ୍ପର୍କଟିକୁ ପୁନର୍ସ୍ଥାପନ କରିବା, ଅର୍ଥାତ୍ ଆମେ ତାଙ୍କର ସେବା କରିବା ଆରମ୍ଭ କରିବା, ଅର୍ଥାତ୍ ଭକ୍ତି କରିବା। ଯେତେବେଳେ ଆମେ ସେଇ ସମ୍ପର୍କଟିକୁ ଯୋଡ଼ିବା ଆମର ଆତ୍ମୀୟ ଅନୁଭୂତି ଆସିଯିବ। କିନ୍ତୁ ବେଳେ ବେଳେ ପ୍ରଶ୍ନ ଆଠେ ଯେ ଏ ଜଣେ ଜଣେ କହନ୍ତି ଯେ ଠିକ ଅଛି, ମୁଁ ଆଗ ବେଦକୁ ପଢେ, ବେଦରେ ଯୋଉ ନିୟମ କାନୁନ ଲେଖା ହେଇଛି, ତାର ଯୋଉ ବିଭିନ୍ନ ବିଧି ଅଛି, ମୁଁ ତାକୁ ଜାଣେ, ତାପରେ ମୁଁ ଯାଇକି ବେଦର ଉଦ୍ଦେଶ୍ୟ ବା ବୁଝିବି। କିନ୍ତୁ ଏ ସମ୍ଭବ ନୁହେଁ। କାହିଁକି ନା ବେଦର ଯୋଉ ନିୟମ ଆଉ ଇଏ ଅଛି, ଏଇ କଳି ଯୁଗରେ ଯୋଉ କର୍ମକାଣ୍ଡରେ ଦିଆହେଇଛି, କଳି ଯୁଗରେ ତାକୁ ଫଲୋ କରିବା ଏତେ ସହଜ ନୁହେଁ। ଏବଂ ସେ ବେଦକୁ ପଢିବା ଏତେ ଭାଷ୍ଟ ଏବଂ ତାକୁ ପଢିକି ବୁଝିବା ମଧ୍ୟ ସହଜ ନୁହେଁ। କାହିଁକି ନା ଏଥିପାଇଁ ଅନେକ ସମୟ ଦରକାର, ଏଥିପାଇଁ ଆମର ଏନର୍ଜି ଦରକାର ଏବଂ ଆମର ଜ୍ଞାନ ଥିବା ଦରକାର, ଆମ ପାଖରେ ସମ୍ବଳ ଥିବା ଦରକାର। ଆଉ କଳି ଯୁଗରେ ଆମର ଜେନେରାଲି ଆମର ନାହିଁ, ଯୋଗ୍ୟତା ନାହିଁ ବା ଆମର ସେଇ ଶିକ୍ଷା ନାହିଁ ଯୋଉଠିକି ଆମେ ବେଦକୁ ବୁଝିପାରିବା। ତାହେଲେ କେମିତି ବୁଝିବା? ବେଷ୍ଟ ଆମର ବୁଝିପାରିବା କେବଳ ଭଗବାନଙ୍କର ନାମ ନେଇକି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ବେଦାନ୍ତ ହଉଛି ଲାଷ୍ଟ ୱାର୍ଡ, ଯୋଉ ବୈଦିକ ଜ୍ଞାନର ଲାଷ୍ଟ ୱାର୍ଡ ହଉଛି ବେଦାନ୍ତ। ଏବଂ ତାର ଅଥର ହଉଛନ୍ତି, ତାକୁ ଯିଏ ଜାଣିଛନ୍ତି ସେ ହଉଛନ୍ତି ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ, ଆଉ କେହି ନୁହେଁ। ଏବଂ ବେଦାନ୍ତିଷ୍ଟ କିଏ? ବେଦାନ୍ତବାଦୀ ସେ ହଉଛି ଯିଏ ଭଗବାନଙ୍କର ନାଁ ନଉଛି। এটা ମୁଁ କହୁନି, এটা ଶ୍ରୀମଦ୍ ଭଗବତ ଗୀତାରେ ଲେଖା ହେଇଛି। ଆଉ 2 ମିନିଟ ଅଛି। ଲେଖା ହେଇଛି, ସେଠି କୁହାହଉଛି, ଅହୋ ବତ୍ସୋ ପଚतो ଗରିୟାନ୍ ଯଜ୍ଜୁହାଗ୍ରେ ବର୍ତ୍ତତେ ନାମ ତୁଭ୍ୟମ୍ ते पुस्तपस्ते जुहुः स्नस्नु ते तेपु तेपुस्तपस्ते जुहुः स्नस्नुरार्जा ବ୍ରହ୍ମାନୁଚନ୍ନାଂ ଗୃହତି ଯେତେ। ମାନେ ଏଠି ସେ କହୁଛନ୍ତି କଣ, ଏଟା ବୁଝେଇ ଦଉଛି, ଯାହାର ଜିଭର ଅଗ୍ରରେ କେବଳ ଭଗବାନଙ୍କ ନାଁ ମାନେ ହରେ କୃଷ୍ଣ ମହାମନ୍ତ୍ରକୁ ଜପ କରୁଛି, ସେ ସ୍ୱପଚେତ, ମାନେ ସେ ଗୋଟେ ନିଚ କୂଳରେ ଜନ୍ମ ହେଇଥିଲେ ମଧ୍ୟ, ଚଣ୍ଡାଳ କୂଳରେ ଜନ୍ମ ହେଇଥିଲେ ମଧ୍ୟ ସେ ଭାଗ୍ୟବାନ। ଏବଂ ସିଏ ହଉଛି ଗରିୟାନ, ମାନେ ପୂଜନୀୟ। କାହିଁକି? ସେ କାହିଁକି ନା ତାର କୌଣସି ତେପୁସ୍ତପସ୍ତେ, ମାନେ ଏଠି ସେ କହୁଛନ୍ତି ତାର କୌଣସି ତପସ୍ୟା ସାଧନା କରିବା ଦରକାର ନାହିଁ, ସେ କରିସାରିଛି ଅଲରେଡି। ବୈଦିକ କର୍ମକାଣ୍ଡ ଅନୁଯାୟୀ ସମସ୍ତ ଯଜ୍ଞ ବିଧି ଅନୁଷ୍ଠାନ କରିସାରିଛି ଏବଂ ସବୁ ତୀର୍ଥକ୍ଷେତ୍ର ଭ୍ରମଣ କରି, ସ୍ନାନ କରି, ଅନେକ ବାର ବୈଦିକ ସାହିତ୍ୟ ଅଧ୍ୟୟନ କରିସାରିଛି। ଇଏ ହଉଛି ଆର୍ଯ୍ୟବଂଶର ଶ୍ରେଷ୍ଠ ଲୋକ, ଯିଏ ଏତକ କରିସାରିଛି, ତାର ଦରକାର ନାହିଁ ପଢିବା। ଏଇଭଳି ଭଗବାନ କହୁଛନ୍ତି। ତେବେ ଆମେ ଜାଣିଲେ ଯେ କଣ ପାଇଁ ଭଗବାନ କହୁଛନ୍ତି ଏ କର୍ମକାଣ୍ଡରୁ ଉର୍ଦ୍ଧ୍ୱକୁ ଉଠିବା, ନିସ୍ତ୍ରୈଗୁଣ୍ୟ ଭବ ଅର୍ଜୁନ। ତେବେ ଆଜି ସମୟ ହେଇଯାଇଛି, ଆମେ ଏଇଠି ରହିବା। ଯଦି ବର୍ତ୍ତମାନ ଗୋଟେ କାମ କରିବା, ମୁଁ ବର୍ତ୍ତମାନ ୟାକୁ ଏଣ୍ଡ କରିଦଉଛି, ଆଉ 2 ମିନିଟ ପରେ ଆପଣ ପୁଣି ଆଉଥରେ 1 କି 2 ମିନିଟ ପରେ ଆଉଥରେ ରିଲଗ୍ଇନ୍ କରନ୍ତୁ। ତାହେଲେ ଯୋଉ ମୁଁ କୋଶ୍ଚିନ୍ ଦେଇଥିଲି 5-7 ମିନିଟ ଖଣ୍ଡେ ଆଲୋଚନା କରିଦେବି, ତା ବେଟର ହବ। ଯୋଉ କୋଶ୍ଚିନ୍ ଗୁଡା ଦେଇଥିଲି ଆଉଥରେ ଆପଣ ଲିଙ୍କରେ ଆସିବେ। ହରେ କୃଷ୍ଣ। ग्रंथराज श्रीमद भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।